ଥରେ ଜଣେ ରାଜକୁମାରୀ ତାଙ୍କ ପିଲାଦିନର ଖେଳଣାଗୁଡ଼ିକୁ ସଫା କରୁଥିଲେ। ଏତିକିବେଳେ ତାଙ୍କ ଆଖି ଏକ ସ୍ୱର୍ଣ୍ଣ ବଲ୍ ଉପରେ ପଡ଼ିଲା। ସେ ପିଲାବେଳର କଥା ସ୍ମରଣ କରି କହିଲେ, ଓଃ, ମୁଁ ପିଲାବେଳେ ଏହା ସହିତ ଖେଳୁଥିଲି। ସେ ଏହାକୁ ବିଶାଳ କୋଠରୀରେ ଫୋପାଡ଼ିବାକୁ ଲାଗିଲେ। ଏକ ବିଶାଳ ବାଉନ୍ସ ସହ ବଲ୍ଟି ତାଙ୍କ ଝରକା ଦେଇ ବାହାରେ ପଡ଼ିଲା। ସୁବର୍ଣ୍ଣ ବଲ୍ଟି କେଉଁଠାରେ ପଡ଼ିଛି ଦେଖିବା ପାଇଁ ସେ ଦୌଡ଼ିଗଲେ। ପୋଖରୀ ବାହାରେ ପାଣି ଛିଞ୍ଚି ଯାଇଥିଲା, ଯେଉଁଥିପାଇଁ ସେ ଅନୁଭବ କରିଥିଲେ ଯେ ତାଙ୍କ ବଲ୍ ପୋଖରୀରେ ପଡ଼ିଯାଇଛି। ସେ ପୋଖରୀ ଆଡ଼କୁ ଦୌଡ଼ି ଯାଇ ବଲ୍ଟି ପୋଖରୀ ଉପରକୁ ଆସିବ ବୋଲି ଆଶା କରି କୂଳ ଉପରେ ଅପେକ୍ଷା କରିଥିଲି। ହେ ଭଗବାନ, ମୁଁ କ'ଣ କରିବି? ହଠାତ୍ ସେ ଏକ ସ୍ୱର ଶୁଣିବାକୁ ପାଇଲେ, ଯିଏ କହିଲା, ମୋତେ କ'ଣ କରିବାକୁ କୁହ, ମୁଁ ତାହା କରିବି। ସେ ଚତୁର୍ଦିଗକୁ ଚାହିଁଲେ, ଆଉ କାହାକୁ ଦେଖିଲେ ନାହିଁ। ହେ ରାଜକୁମାରୀ, ଏଠାରେ। ପୁଣି ପୋଖରୀରୁ ସ୍ୱର ଆସିଲା। ସେ ସ୍ୱର ଆଡ଼କୁ ଚାହିଁଲେ ଏବଂ ଏକ ସବୁଜ ବେଙ୍ଗ ତାଙ୍କୁ ହସୁଥିବାର ଦେଖିଲେ। ମୁଁ ପିଲାଦିନରେ ଖେଳଣା ହରାଇଛି। ଏହା ଏକ ସୁବର୍ଣ୍ଣ ବଲ୍ ଏବଂ ଏହା ପୋଖରୀରେ ପଡ଼ିଯାଇଛି। ତୁମେ ମୋତେ ବଲ୍ ଆଣିଦେଇ ପାରିବ କି? ରାଜକୁମାରୀ ବେଙ୍ଗକୁ ନିବେଦନ କଲେ। ବେଙ୍ଗ କହିଲା, ହଁ ପ୍ରିୟ ରାଜକୁମାରୀ, କିନ୍ତୁ ମୁଁ ଏହାର ପ୍ରତିବଦଳରେ କ'ଣ ପାଇବି? ବେଙ୍ଗ ଦାବି କଲା। ତୁମେ ଯାହା ଚାହଁ। ରାଜକୁମାରୀ ଉତ୍ତର ଦେଲେ, ଯେ ତାଙ୍କ ବଲ୍କୁ ଫେରାଇବାକୁ ଚାହୁଁଥିଲେ। ବେଙ୍ଗ କହିଲା, ମୁଁ ତୁମ ପ୍ରସାଦ ଭିତରେ କିଛି ସମୟ ବିତାଇବାକୁ, ତୁମ ସହିତ ରହିବାକୁ, ଖାଇବାକୁ, ପିଇବାକୁ ଏବଂ ତୁମ ସହିତ ଶୋଇବାକୁ ଇଚ୍ଛା କରେ। ରାଜକୁମାରୀ ଅବଶ୍ୟ ଭାବିଲେ ସେ ପାଗଳ, କିନ୍ତୁ ସେ ତାଙ୍କ ବଲ୍ ପାଇବାକୁ ଆଗ୍ରହୀ ଥିଲେ। ତେଣୁ ସେ ଉତ୍ତର ଦେଲେ, ଅବଶ୍ୟ ତୁମେ ପାରିବ। ବେଙ୍ଗ ପୋଖରୀ ଭିତରକୁ ଗଭୀର ଭାବରେ ବୁଡ଼ିଗଲା ଏବଂ କିଛି ସେକେଣ୍ଡ ମଧ୍ୟରେ ସୁନା ବଲ୍ ସହିତ ଫେରିଆସିଲା। ରାଜକୁମାରୀ ତାକୁ ଅଶେଷ ଧନ୍ୟବାଦ ଜଣାଇ ନିଜ ପ୍ରସାଦ ଆଡ଼କୁ ଚାଲିବାକୁ ଲାଗିଲେ। ଅପେକ୍ଷା କର ରାଜକୁମାରୀ, ଅପେକ୍ଷା କର। ବେଙ୍ଗ ତାଙ୍କୁ ଅଟକାଇଲା। ସେ ଦାବି କରି କହିଲା, ମୁଁ ତୁମ ସହିତ ଆସିବାକୁ ପଡ଼ିବ। କ'ଣ? ନା, ଆଦୌ ନୁହେଁ। ରାଜକୁମାରୀ ତାଙ୍କ ସୁବର୍ଣ୍ଣ ବଲ୍ ସହିତ ନିଜ ରାଜପ୍ରାସାଦ ଭିତରକୁ ଦୌଡ଼ିଗଲେ। କିଛି ମିନିଟ୍ ମଧ୍ୟରେ ବେଙ୍ଗ ବିରାଟ ପ୍ରାସାଦର କବାଟ ବାଡ଼େଇଲା। ଯେତେବେଳେ ଦ୍ୱାରପାଳ କବାଟ ଖୋଲିଲେ, ବେଙ୍ଗ ସବୁକିଛି ବୁଝାଇବାକୁ ଲାଗିଲା। ଯାଉଥିବା ରାଜା ବେଙ୍ଗର କଥା ଶୁଣି ରାଜକୁମାରୀଙ୍କୁ ତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ଦାବି କଲେ। ତାପରେ ରାଜକୁମାରୀ ତାଙ୍କ ପାଖରେ ଥିବା ବେଙ୍ଗକୁ ରାତ୍ରି ଭୋଜନ ଟେବୁଲରେ ବସିବାକୁ, ଥାଳିରୁ ଖାଇବାକୁ ଦେଲେ। ବେଙ୍ଗର ପାନୀୟକୁ ଉପଭୋଗ କରିବା ପାଇଁ ସେ ଏକ ସ୍ୱତନ୍ତ୍ର ଗ୍ଲାସ୍ ମାଗିଥିଲେ। ରାଜକୁମାରୀ ବେଙ୍ଗ ଉପରେ ରାଗିଥିଲେ, କିନ୍ତୁ ତାଙ୍କ ପିତା ରାଜାଙ୍କୁ ଅବମାନନା କରିପାରିନଥିଲେ। ରାତିରେ ବେଙ୍ଗ ରାଜକୁମାରୀଙ୍କ ସହ ତାଙ୍କ କୋଠରୀକୁ ଅନୁସରଣ କଲା। ସେ କୋଠରୀ ଭିତରକୁ ପ୍ରବେଶ କରି ସିଧା ତାଙ୍କ ବିଛଣା ଉପରେ ଚଢ଼ିଗଲା। ତାଙ୍କ ତକିଆ ଉପରେ ଆରାମରେ ବିଶ୍ରାମ କଲା। ତୁମେ ଏହା କିପରି କରିପାରିବ? କହିଲେ ରାଜକୁମାରୀ ଏବଂ ବେଙ୍ଗକୁ ତକିଆର ଭୂମିରେ ଫିଙ୍ଗିଦେଲେ। ହଠାତ୍ ସେ ପଛରୁ ଏକ ସ୍ୱର ଶୁଣିଲେ। ଧନ୍ୟବାଦ ସୁନ୍ଦରୀ ରାଜକୁମାରୀ। ସେ ପଛକୁ ଫେରି ଦେଖିଲେ ଯେ ବେଙ୍ଗ ସ୍ଥାନରେ ଜଣେ ସୁନ୍ଦର ରାଜକୁମାର ଠିଆ ହୋଇଛନ୍ତି। ରାଜକୁମାରୀ ଦ୍ୱନ୍ଦ୍ୱରେ ପଡ଼ିଲେ। ତେଣୁ ରାଜକୁମାର ତାଙ୍କୁ ସବୁକିଛି ବୁଝାଇଲେ ଏବଂ କହିଲେ, ଜଣେ ଯାଦୁକରୀ ମୋ ଉପରେ ମନ୍ତ୍ର ଦେଇଥିଲେ। ଏହି ମନ୍ତ୍ର କେବଳ ଭାଙ୍ଗି ଯାଇପାରେ ଯଦି ମୁଁ ତାଙ୍କ ରାଜପ୍ରାସାଦରେ ରାଜକୁମାରୀଙ୍କ ସହିତ ସମୟ ବିତାଇବି। ମନ୍ତ୍ର ଭାଙ୍ଗିଥିବାରୁ ମୁଁ ତୁମଠାରେ କୃତଜ୍ଞ। ବୋଲି ସେ ରାଜକୁମାରୀଙ୍କୁ ପ୍ରଣାମ କରି କହିଲେ। ରାଜକୁମାରୀ ତାଙ୍କ ପୂର୍ବ ଆଚରଣରେ ଲଜ୍ଜିତ ହୋଇଥିଲେ, କିନ୍ତୁ ସେ ବେଙ୍ଗ ଆକାରରେ ମଧ୍ୟ ରାଜକୁମାରଙ୍କ ସହ ବିତାଇଥିବା ଦିନକୁ ମନେ ପକାଇଲେ। ରାଜକୁମାରୀ କହିଲେ, ମୁଁ ବହୁତ ଦୁଃଖିତ। ସେମାନେ ଶୀଘ୍ର ପରସ୍ପର ସହିତ ଅଧିକ ସମୟ ବିତାଇଲେ ଏବଂ କିଛି ବର୍ଷ ଗଲା ପରେ ସେମାନେ ବିବାହ କଲେ।
ଏବଂ ଖୁସିରେ ଜୀବନ ବିତାଇଲେ। ଏହି କାହାଣୀରୁ ଆମେ କ'ଣ ଶିଖିଲେ? କାହା ଚେହେରା ଅନୁଯାୟୀ ବିଚାର କର ନାହିଁ। ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରିବା ଏହି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।